ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ସାଇ ବାବାଙ୍କର 9 ଗୁରୁବାର ବ୍ରତର ବିଧାନ ଜାଣିବା। ଯେକୌଣସି ଶୁକ୍ଲପକ୍ଷ ଗୁରୁବାର ସକାଳୁ ନିତ୍ୟକର୍ମ ସାରି ଉତ୍ତର ବା ପୂର୍ବକୁ ମୁହଁ କରି ବସିବେ। ଯଦି ଆପଣ ଉତ୍ତର ମୁହଁରେ ବସିବେ ତେବେ ଦେବତାଙ୍କୁ ପୂର୍ବ ମୁହାଁ କରି ବସାଇବେ। ଯଦି ଆପଣ ପୂର୍ବାଭିମୁଖୀ ହୋଇ ବସନ୍ତି ତେବେ ବାବାଙ୍କ ଫଟୋ ଚିତ୍ର ବା ମୂର୍ତ୍ତିକୁ ପଶ୍ଚିମାମୁଖୀ କରି ବସାଇବେ। ପୂର୍ବରୁ ଶ୍ରୀ ସାଇବାବା ନାଥାବିଷାୟନ୍ତ୍ର ଏବଂ ବାବାଙ୍କ ଫଟୋକୁ ସଂଗ୍ରହ କରି ରଖିଥିବେ। ବାବାଙ୍କ ଆଗରେ କଳସ ସ୍ଥାପନ କରି ସାରିବା ପରେ ଆମ୍ବଡାଳ କଳସରେ ଦେବେ। ଚନ୍ଦନ ସିନ୍ଦୁର ଗୁବାକ ଗୁଆ ବା ନାସି ଥିବା ପଇଡ଼ ସ୍ଥାପନ କରିବେ। ଓଁ ଶ୍ରୀ ଗଣେଶାୟ ନମଃ କହି ଫୁଲ ବେଲପତ୍ର ଯାହା ଥିବ ଅର୍ପଣ କରିବେ। ଆଗରେ ଧୂପ ଦୀପ ଲଗାଇ କୌଣସି ଫଳ ବା ଗୁଡ଼ ନୈବେଦ୍ୟ ଦେବେ। ଏହିପରି ଭାବରେ କଳସ ପୂଜା କରି ପରେ ପାତ୍ରି ବା ହାତରେ ଗୋଟା ଗୁଆ ଜଳ ଫୁଲ ହଳଦିଆ ଅକ୍ଷତ ଧରି ସଂକଳ୍ପ କରିବେ। ଯେକୌଣସି ପୂଜାବ୍ରତ ଆରମ୍ଭ କରିବା ପୂର୍ବରୁ ଦୃଢ଼ତା ନିମନ୍ତେ ସଂକଳ୍ପ କରିବେ। ବୈଦିକ କର୍ମକାଣ୍ଡରେ ଯେଉଁ ସଂକଳ୍ପ ସୂତ୍ର ଅଛି ଯଦି ସେପରି କରିବେ ତେବେ ନିଜର ନାମ ଗୋତ୍ର ଉଚ୍ଚାରଣ ପୂର୍ବକ ଅବୁଝ କାମନା ପ୍ରାପ୍ତରେ ଶ୍ରୀ ସାଇବାବା 9 ଗୁରୁବାର ବ୍ରତ କରିବି ବୋଲି ବାବାଙ୍କ ଠାରୁ ଅନୁମତି ନେବେ। ବାବାଙ୍କୁ କହିବେ, ହେ ଦୟାସାଗର ପରମ ସଦ୍ଗୁରୁ ଶ୍ରୀ ସାଇବାବା ମୋର ମନସ୍କାମନା ପୂରଣ କରନ୍ତୁ। ମୋର ଦୁଃଖ ସବୁ ଆପଣଙ୍କଠାରେ ଅର୍ପଣ କରି ମୋର ଦିନଗୁଡ଼ିକ ମୋର ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ ବୋଲି ମାନସିକ କରିବେ କି ଆପଣ ଯାହା ବି ମନରେ ଭାବନା ଥିବ ଏହିପରି ଭାବରେ ବାବାଙ୍କଠାରେ ଏକ ଲକ୍ଷ୍ୟରେ ବାବାଙ୍କୁ ଚାହିଁ ମନର ଭାବନା ସବୁ କହିକି ଶୁଣାଇବେ। ତାପରେ ବାବାଙ୍କଠାରେ ଜଳ 3 ଥର ନଡ଼ିଆ ଉପରେ ଅର୍ପଣ କରିବେ। ତାପରେ ବାବାଙ୍କ ପାଖରେ ଥିବା ଫୁଲ ସବୁ ଧୂପ ଦୀପ ଦେଇ ବାବାଙ୍କୁ ପୂଜା କରିବେ। ଏହିପରି ଭାବରେ ବାବାଙ୍କଠାରେ ଅର୍ପଣ କରି 9 ଗୁରୁବାର ବ୍ରତ ମୁଁ କିପରି ସମାପ୍ତ କରିବି ମୋତେ ଶକ୍ତି ଦିଅନ୍ତୁ। ମୋ ସବୁ ମନସ୍କାମନା ପୂରଣ କରନ୍ତୁ କହି ବାବାଙ୍କ ପ୍ରଣାମ କରିବେ। ବାବାଙ୍କ ପାଖରେ ଥିବା ପାତ୍ରି ବା ହାତରେ ରଖିଥିବା ଗୁଆ ଜଳ ଫୁଲ ଭୂମିରେ ପକାଇ ବାବାଙ୍କୁ ସ୍ମରଣ କରି ପ୍ରଣାମ କରିବେ। ବାବାଙ୍କ ବିଭୂତି ମୁଣ୍ଡରେ ଲଗାଇ ବାବାଙ୍କର ଫଟୋ ଚିତ୍ରରେ ବା ମୂର୍ତ୍ତିରେ ଫୁଲ ତିଲକ ଅର୍ପଣ କରିବେ। ତାପରେ ବାବାଙ୍କର ଗାୟତ୍ରୀ ମନ୍ତ୍ର ଜପ କରିବେ। ଓଁ ଶ୍ରୀଡି ବାସାୟ ବିଦ୍ମହେ ସଚ୍ଚିଦାନନ୍ଦାୟ ଧୀମହି ତନ୍ନୋ ସାଇ ପ୍ରଚୋଦୟାତ୍। ଏହାର ଅର୍ଥ ପରମ ପବିତ୍ର ଶିରଡିଧାମ ପରମ ପାବନ ଶିରଡି ନିବାସୀ ଜ୍ଞାନସ୍ୱରୂପ ପ୍ରଜ୍ଞା ପ୍ରଦାତା ସଚ୍ଚିଦାନନ୍ଦ ସ୍ୱରୂପ ଚରଣାଚର ସ୍ୱାମୀ ସଚ୍ଚିଦାନନ୍ଦ ଆମ ସମସ୍ତଙ୍କୁ ସତ୍ମାର୍ଗରେ ପରିଚାଳନା କରନ୍ତୁ। ଗାୟତ୍ରୀ ମନ୍ତ୍ରକୁ 8 ଥର ପଢ଼ି ବାବାଙ୍କୁ ଆବାହନ କରି ପ୍ରଣାମ କରିବେ। ତାପରେ ଧୂପ ଦୀପ ନୈବେଦ୍ୟ ଆଦି ସମର୍ପଣ କରି ବାବାଙ୍କୁ ଆଶୀର୍ବାଦ ମାଗିବେ। ଯଥାବିଧି ଅନ୍ତେ ଶ୍ରୀ ସାଇ ଚରଣ ସ୍ତୋତ୍ର ପାଠ କରିବେ। ବାବାଙ୍କର ସାଇ ଚାଲିସା ପାଠ କରିବେ। ବାବାଙ୍କର ନାମ 108 ପାଠ କରିବେ। ବାବାଙ୍କର 11 ବଚନ ପାଠ କରିବେ। ଏହିପରି ଭାବରେ ବାବାଙ୍କୁ ନିଜର ମନର ଭାବନା କହି ବ୍ରତକୁ ଆରମ୍ଭ କରିବେ। ଶେଷ ପର୍ଯ୍ୟନ୍ତ ବାବା ଉପରେ ଧ୍ୟାନ ରଖିବେ। ଗାଈ ଗୋରୁ କୁକୁର ଭିକାରୀକୁ ଘଉଡ଼ାଇବେ ନାହିଁ, ଖାଇବାକୁ ଦେବେ। ବାବା ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ, ସାହାଯ୍ୟ କରିବେ। କାହାକୁ ଗାଲି ଗୋଲଜ କରିବେ ନାହିଁ। ବାବାଙ୍କୁ ଧ୍ୟାନ ରଖି ବାବାଙ୍କର 9 ବ୍ରତ ଆରମ୍ଭ କରିବେ। ଦେଖିବେ ଯଦି ଶ୍ରଦ୍ଧା ଭକ୍ତି ସହିତ ବାବାଙ୍କୁ ଧ୍ୟାନ କରିବେ 9 ଗୁରୁବାର ଶେଷ ପର୍ଯ୍ୟନ୍ତ ବାବାଙ୍କର କିଛି ନା କିଛି ସ୍ୱରୂପ ଦେଖିପାରିବେ। କୌଣସି ମାଧ୍ୟମରେ ବାବା ଆସି ପ୍ରକଟ ହେବେ। ଧ୍ୟାନ ଦେଇଥିବେ।
ବାବା ସବୁବେଳେ ଭକ୍ତଙ୍କ ସାଥିରେ ରହନ୍ତି। ବାବା ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଓଁ ସାଇରାମ।